ଲୋକମାନଙ୍କର ସମସ୍ୟାକୁ ଶୁଣିବା ଆଉ ତାର ସମାଧାନ କରିବା ଏ ହେଉଛି ରାଜ୍ୟ ସରକାରଙ୍କର ପ୍ରାଥମିକତା। ଆଉ ସେଇଥିପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ରାଜ୍ୟ ପର୍ଯ୍ୟନ୍ତ ଏ ଯେଉଁ ଆମର ଜନଶୁଣାଣିର ଯେଉଁ ବ୍ୟବସ୍ଥା ଅଛି, ଅଭିଯୋଗ ଶୁଣାଣିର ଯେଉଁ ବ୍ୟବସ୍ଥା ଅଛି, ତାକୁ କିଭଳି ଭାବରେ ସୁସମ୍ପର୍କ ପ୍ରତିଷ୍ଠା କରିକି ତାର ସମାଧାନ ରାସ୍ତା ବାହାର କରାଯିବ, ସେଥିପାଇଁ ଆମ ସରକାର ଆଜି ତାକୁ ଶୁଭାରମ୍ଭ କରିଛନ୍ତି, ପୁନର୍ବାର ଆଉ ଥରେ ଚାଲୁ କରିଛନ୍ତି। ସରକାରଙ୍କ ସହିତ ସିଧାସଳଖ ଭାବରେ ଜନତାଙ୍କର ସହିତ ସମ୍ପର୍କ ପ୍ରତିଷ୍ଠା କରିବା, ତାଙ୍କର ସମସ୍ୟାକୁ ଶୁଣିବା ଆଉ ସମାଧାନର ରାସ୍ତା ବାହାର କରିବା, ଏ ସମ୍ପୂର୍ଣ୍ଣ ଭାବରେ ଆଜି ଯେଉଁ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଏହାକୁ ପୁନର୍ବାର ଆଉ ଥରେ ଚାଲୁ କରାଗଲା ଏବଂ ଏହାଦ୍ୱାରା କ'ଣ ହେବ ନା 4.5 କୋଟି ଓଡ଼ିଆଙ୍କର ଗୋଟେ ସବୁଠାରୁ ଆଶା ଏବଂ ଭରସାର ଇଏ ଅଭିଯୋଗ ପ୍ରକୋଷ୍ଠ ଇଏ ନିଶ୍ଚିତ ଭାବରେ ଲୋକ ଆଶା କରିବେ ଏବଂ ସମାଧାନର ରାସ୍ତା ପାଇପାରିବେ। ତାହା ଆଜି ପୁନର୍ବାର ଆଉ ଥରେ ତାହାକୁ ଆଜି ତାହାର ଶୁଭାରମ୍ଭ କରାଗଲା।